କାଳ ବୈଶାଖୀର ପ୍ରଭାବଟା ଦେଖନ୍ତୁ କେତେ ସ୍ପିଡ଼ରେ ପବନ ସହିତ ବର୍ଷା ମଧ୍ୟ ଜୋର ହେଉଛି। ମୁଁ ଆଜି 5:30 କି 6ଟା ହେଇଯିବ ଏ ଫଟୋଟି ଉଠେଇଛି। ଫଟୋଟା ମଧ୍ୟ କ୍ଲିଅର ଆସୁନାହିଁ, ତଥାପି ଦେଖନ୍ତୁ ବର୍ଷାର ପ୍ରଭାବ କେତେ ସ୍ପିଡ଼ ରହିଛି। ତା ସହିତ କାଳ ବୈଶାଖୀର ଏଇ ଯେଉଁ ଗଛ ସବୁ ଦୋହଲେଇ ଦେଉଛି, ତେଣୁ ପବନର ସ୍ପିଡ଼ କେତେ ଅଛି ମୁଁ ତ କହିପାରିବି ନାହିଁ। ତଥାପି ଦେଖନ୍ତୁ କେତେ ଜୋରସେ ପବନ ହେଉଛି, ତା ସଙ୍ଗେ ସଙ୍ଗେ ବର୍ଷାର ପ୍ରଖର ଜୋରୁ, ତା ସହିତ ବିଜୁଳି ମଧ୍ୟ ଜୋର ମାରୁଛି, ଥରେ ଥରେ ଚମକାଇ ମଧ୍ୟ ଦେଉଛି। ଦେଖନ୍ତୁ ଏଇ ପବନର ବେଗଟି ବହୁତ ତୀବ୍ର ମାତ୍ରାରେ ରହିଛି। ଦେଖନ୍ତୁ ଗଛଟା କେମିତି ଜୋରରୁ ଡୋଲ ହେଉଛି, ତେଣୁ ବର୍ଷାର ପ୍ରଭାବଟା ଜୋରସୋର ଅଛି କିଛି ସମୟ ପାଇଁ। ତାପରେ ମଧ୍ୟ ଏବେ କମି ଯିବାର ସମ୍ଭାବନା ଅଛି, ତଥାପି ମଧ୍ୟ ବର୍ଷା ଲାଗି ରହିଛି, ଛାଡ଼ି ନାହିଁ, ଏବେ ବି ପର୍ଯ୍ୟନ୍ତ ଚାଲିଛି। ଆଗକୁ କେତେ କ'ଣ ସ୍ପିଡ଼ରେ ହେବ ତାହା ତ ଜଣା ନାହିଁ, ତଥାପି ଚାଲୁଛି। ଯେତେ ବେଗରେ ଚାଲୁଛି ଆମେ ତ କହିପାରିବା ନାହିଁ ଆଗକୁ କ'ଣ ହେବ। ମୁଁ ଜାଣିଛି ଯେ ଆଗକୁ କାରେ ଶୁଣିବାକୁ ମିଳିଛି ଯେ 8-9 ତାରିଖ ବେଳକୁ କାଳବୈଶାଖୀର ପ୍ରଭାବଟା ବହୁ ମାତ୍ରାରେ ଅଛି। ତେଣୁ ତା ପୂର୍ବରୁ କାଳବୈଶାଖୀ ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା 6ଟା ଏଭବରୁ ଦେଖନ୍ତୁ ରହୁଛି। ଜୟ ଜଗନ୍ନାଥ।